ତାହେଲେ ଦୋସ୍ତ ଏଇଠି ଦେଖିପାରୁଥିବେ ଯେମିତିକି ମୁଁ ମଟର ତରକାରୀ ହେଇସାରିଲାଣି। ଏବେ ଯାଉଛି ବଢ଼ା ବଢ଼ି କରି ମା ପିଲା ସମସ୍ତେ ଯିବୁ ଖାଇବା ପାଇଁ। ଏଇଠି ମୁଁ ମଟର ତରକାରୀ ବାଡ଼ି ନେଉଛି। और ଏଠି ମୁଁ ଇଟିଲି ବନେଇଛି। ଇଟିଲି ବନେଇବାର କାରଣ କାହିଁକିନା ଆଜି ଅମାବାସ୍ୟା ଥିଲା ତ ସେଥିପାଇଁ ମୁଁ ଇଟିଲି ବନେଇଥିଲି। ଶାଶୁର ଗାଁରେ କୁହନ୍ତି କି ଶାଶୁ ମା ମାନେ କୁହନ୍ତି ଯେ ଯାହାର ଗୋଟିଏ ପୁଅ ସେ ଅମାବାସ୍ୟାରେ ଭାତ ଖାଇବନି, କାହିଁକିନା ଭାତକୁ ଛାଡ଼ିକି ରୁଟି ଆ ପିଠା କିଛି ଚୂଡ଼ା ଫୁଡ଼ା ଯାହା ବି ଖାଇପାରିବ, କିନ୍ତୁ ଗୋଟା ଭାତ ଖାଇବନି। ତ ତେଣୁକରି ସେଇଟା ମୁଁ ମାନୁଛି, କାହିଁକିନା ମୋର ବି ଗୋଟେ ପୁଅ। ତ ତେଣୁକରି ମୁଁ ଏଠି ଇଟିଲି ପିଠା କରିଦେଇଛି, କାହିଁକିନା ଆମେ ଯେହେତୁ ମାଆ ଛୁଆ 4 ଜଣ ତ ସମସ୍ତଙ୍କ ପାଇଁ ବନେଇ ଦେଇଛି। ଆଉ ମଟର ତରକାରୀ ଟିକେ ବନେଇ ଦେଇଛି, କାହିଁକିନା ପିଠାକୁ ମଟର ତରକାରୀ ୟା କ୍ଷୀରି ଟିକେ ଇଟିଲି ପିଠାକୁ ହେଲେ ଭଲ ଲାଗେ। କିନ୍ତୁ ମୋ ପୁଅକୁ ଯେହେତୁ ମଟର ତରକାରୀ ପସନ୍ଦ ତ ସେଥିପାଇଁ ମୁଁ ମଟର ତରକାରୀ ଟିକେ ବନେଇ ଦେଇଛି। ଆପଣମାନେ କୁହନ୍ତୁ ଇଟିଲି ପିଠାକୁ ମଟର ତରକାରୀ ଭଲ ନା ଇଟିଲି ପିଠାକୁ କ୍ଷୀରି ପସନ୍ଦ? କାହାର କ'ଣ ପସନ୍ଦ ପ୍ଲିଜ୍ କମେଣ୍ଟ କରି କହିବେ। ଆଉ ଆପଣମାନେ ଏଇଟା ବି କମେଣ୍ଟ କରି କହିବେ ଯେ ଅମାବାସ୍ୟାରେ ଆପଣମାନେ ଭାତ ଖାଆନ୍ତି ୟା ରୁଟି ଖାଆନ୍ତି, ଯାହା ବି ଜିନିଷ ଖାଆନ୍ତି ପ୍ଲିଜ୍ କମେଣ୍ଟ କରି କହିବେ। ଆମର ଏଇ ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ ଲାଇକ୍ କରି କମେଣ୍ଟ କରି ସେୟାର କରି ବାଏ ବାଏ ଟାଟା।